2026-27 ଯାତ୍ରା ଋତୁରେ ଆଜି ଆମେ ଏମିତି ଜଣେ କଳାକାରଙ୍କୁ ଆପଣଙ୍କ ପାଖକୁ ଆଣିବୁ ଯିଏ କି ନିଜର 25 ବର୍ଷ ଯାତ୍ରା ଜୀବନ ମଧ୍ୟରେ 36 ବର୍ଷ ଯାତ୍ରା ଜୀବନ ମଧ୍ୟରେ ଅନେକ କିଛି ଚରିତ୍ରର ଅଭିନୟ କରିସାରିଛନ୍ତି ଏବଂ ଦର୍ଶକଙ୍କ ଭଲ ପାଇବା ମଧ୍ୟ ସାଉଁଛନ୍ତି ଏବଂ ଚଳିତ ବର୍ଷ ଯଦି ଆମେ କହିବା 2026-27 ନୂତନ ଭାବେ ସୃଷ୍ଟି ହୋଇଥିବା ଯାତ୍ରା ସୂର୍ଯ୍ୟବଂଶୀରେ ଅଭିନୟ ମଧ୍ୟ ଚୁକ୍ତିବଦ୍ଧ ହୋଇଛନ୍ତି। ତେବେ ସେ ଆଉ କେହି ପ୍ରତି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିବା ସେଇ ଜଣେ କଳାକାର ଅକ୍ଷୟ ଭାଇ। ଆମେ ତାଙ୍କୁ ସିଧାସଳଖ ଆଲୋଚନା କରିବା। ଆଜ୍ଞା, ଆପଣଙ୍କୁ ଡୁମାନ ଟିଭିକୁ ସ୍ୱାଗତ କରୁଛି। ଜୟ ଜଗନ୍ନାଥ। ଡୁମାନ ଟିଭିର ସମସ୍ତ ପରିବାର ବନ୍ଧୁଙ୍କୁ ମୋର ନମସ୍କାର। ଆଉ ଓଡ଼ିଶା ଯାତ୍ରା ଜଗତର ସମସ୍ତ କଳାକାର ଏବଂ ଓଡ଼ିଶାର ସମସ୍ତ ଦର୍ଶକଙ୍କୁ ମଧ୍ୟ ଆପଣଙ୍କ ମାଧ୍ୟମରେ ମୋ ନମସ୍କାର। କିଭଳି ଭାବେ କେଉଁ ପରିସ୍ଥିତିରେ ଆପଣ ଯାତ୍ରା ଜଗତକୁ ଆସିଲେ? ଯାତ୍ରା ଜଗତକୁ ମୁଁ ତ ଆସିବାର ସେମିତି କିଛି ମୋର ମନ ଭିତରେ ନଥିଲା। ତାହା ମୁଁ ପୂର୍ବରୁ ଆଗରୁ କହିସାରିଛି କଥା ଯେ ମୁଁ ଜଣେ ଟଲିବାଲାରୁ ଯାତ୍ରାବାଲା। ମୋତେ ଆଣିଥିଲେ ଆମ ସେପଟର ଜଣେ ଭାଇ ହଗୁରି ପାଗଳ ବୋଲିକିରି ଏବଂ ସୁଭଦ୍ରା ନାନୀ ଦିଦି ବୋଲିକିରି ଜଣେ ଏ ଦୁଇ ଜଣ ମୋତେ ଯାତ୍ରାକୁ ଆଣିଥିଲେ। ମୋର ବେପାର ବୁଡ଼ିଗଲା ପରେ, ଟଲି ଟାଣି ସାରିବା ପରେ ବେପାର କରୁଥିଲି, ବେପାର ବୁଡ଼ିଗଲା ପରେ ମୁଁ ଯାତ୍ରାକୁ ଆସିଲି। ଏକଥା ଆପଣମାନେ ସମସ୍ତେ ଜାଣିଛନ୍ତି, ତେଣୁ ମୁଁ ଆଉ ଅଧିକା କିଛି କହିବିନି। ଆମେ ଆପଣଙ୍କ ମୁହଁରୁ ଏଭଳି ଗୋଟେ ସଂଳାପ ଶୁଣିବା ପାଇଁ ଚାହିଁବୁ ଯୋଉଟା ସଂଳାପ କି ଅକ୍ଷୟ ଭାଇଙ୍କ ମନକୁ ଖୁବ ଭାବରେ ଆକୃଷ୍ଟ କରିପାରିଛି। ନାଇଁ, ସଂଳାପ ସେମିତି କିଛି ସଂଳାପ ମୋତେ ଆକୃଷ୍ଟ କଲା ଭଳିଆ ସଂଳାପ ମୁଁ ପାଇନାହିଁ, କିନ୍ତୁ ତା ଦର୍ଶକଙ୍କୁ ଆକୃଷ୍ଟ କଲା ଭଳିଆ ସଂଳାପ କିଛି ସାର୍ମାନେ ଲେଖିଛନ୍ତି। ମୁଁ ତାକୁ ପରିବେଷଣ କରିବାକୁ ଯାଇ ମୁଁ ଆଜି ଗୋଟେ ନୂଆ ପରିଚୟ ପାଇଛି। ଟଲିବାଲାରୁ କଳାକାର ଅକ୍ଷୟ ଭାଇ ବୋଲିକିରି ପରିଚୟ ପାଇଛି। ସେ ସଂଳାପ ତ କୋଉ ନାଟକର ସଂଳାପ ସେମିତି କିଛି ମନେ ନାହିଁ ମୋର, କହିପାରିବିନି ବିଗତ କଥା। କାରଣ ମୁଁ ପାଠ ଯଦି ଭଲ ପଢିଥାନ୍ତି ମୁଁ କଳାକାରଟି ହେଇନଥାନ୍ତି। ମୋର ସ୍ୱପ୍ନ ଥିଲା ମୁଁ ମିଲିଟାରୀ ଯାଇଥାନ୍ତି, ଦେଶରେ ପାଇଁ କିଛି କାମ କରିଥାନ୍ତି। ସ୍ୱପ୍ନ ନଥିଲା କଳାକାର ହବାର। ବାପାଙ୍କର କଳା ଥିଲା, ସେ କଳା ମୋତେ ଗ୍ରାସ କଲା। ଯାହାଫଳରେ କି ମୁଁ ହଉ ହଉ ମାନସିକ ଷଣ୍ଢ ଯେମିତି ମାନେ ରୋଗ ହେଇଛି, ତାକୁ ନେଇକି ଠାକୁରାଣୀଙ୍କ ନାଁରେ ଛାଡ଼ିଦିଅ, ଯଦି ବଞ୍ଚିଲା ତାର ମଲେ ତାର, ସେମିତି ମୁଁ ହଉ ହଉ କଳାକାର ହେଇଯାଇଛି ଦର୍ଶକଙ୍କ ଭଲ ପାଇବାରେ। ତେଣୁ ଡାଇଲଗ କଥା କହିଲେ ମୁଁ କିଛି କହିପାରିବିନି। କଳାକାର ହେଇ ମନରେ କିଛି ଅଫସୋସ ରହିଛି କି ଆପଣଙ୍କର? ନାଇଁ ଆଜ୍ଞା, ମୁଁ ଅଫସୋସ ନୁହେଁ, ମୁଁ ଭାରି ଖୁସି। ସେଥିପାଇଁ ଜଗନ୍ନାଥ ମୁଁ ସବୁବେଳେ କୁହେ ଯେ ଯଦି ବିନା ସ୍ୱପ୍ନରେ ବଞ୍ଚିଥିବା ମଣିଷ ତାହେଲେ ମୋତେ ଦେଖ। ବିନା ସ୍ୱପ୍ନର ମଣିଷଟିଏ ମୁଁ। ମୋର କେବେ ସ୍ୱପ୍ନ ନଥିଲା ମୁଁ କଳାକାରଟେ ହେବି ବୋଲି, କି ସ୍ୱପ୍ନ ବି ଦେଖିନଥିଲି। ପିଲାବେଳେ ଯାତ୍ରା ପ୍ରତି ମାନେ ମାନେ ଦୁର୍ବଳତା ଥିଲା। ବାପା ଯେତେବେଳେ ଯାତ୍ରା କରୁଥିଲେ, ବାପାଙ୍କ ଯାତ୍ରା ସରିଗଲା ପରେ ଆମେ ରାତିରେ ଯାତ୍ରା ଦେଖି ସକାଳେ ବାଉଁଶ ବଣରେ ସବୁ ଦଳରେ ନିଶ ଦାଢ଼ି ଲଗେଇ ସଢ଼େଇ ଟଙ୍ଗେଇ କାଠର ଖଣ୍ଡା ଏଇଥିରେ ଯାତ୍ରା କରିବୁ। ଏଇ ଯାତ୍ରାର ନିଶା ଥିଲା, କିନ୍ତୁ ପେଶା କରିବାର କେବେ ସ୍ୱପ୍ନରେ ବି ମୁଁ ଭାବିନଥିଲି। କେତୋଟି ଯାତ୍ରା ଅନୁଷ୍ଠାନ ଆପଣ ପରିବର୍ତ୍ତନ କରିସାରିଲେଣି? ଅନେକ ଯାତ୍ରା ହେଇଗଲାଣି। ମୁଁ ଯାତ୍ରାକୁ ଆସିଲିଣି 91ରୁ, 1991ରୁ ଆସିଲିଣି। ଆଉ ମୋ ସାଙ୍ଗରେ ଯୋଉମାନେ ସବୁ କଳାକାର ସେମାନେ ଏବେ ବି ହିରୋ କରୁଛନ୍ତି, ମୁଁ କିନ୍ତୁ ତାଙ୍କ ବାପା ଜେଜେବାପା କରିସାରିଲିଣି। ତେଣୁ ବହୁତ ଯାତ୍ରା ମୋର ଜୀବନରେ ଗଲାଣି, ଛୋଟ ଠାରୁ ବଡ ଯାଏ। ମାନେ ସବୁଠାରୁ ନିମ୍ନ ଯାତ୍ରା ପାଟିରୁ ଆରମ୍ଭ କରିକିରି ସବୁଠାରୁ ବଡ ଯାତ୍ରା ପାଟି ପର୍ଯ୍ୟନ୍ତ ସବୁଥିରେ ମୋର ଭାଗ ଅଛି କିଛି ନା କିଛି। ଜଣେ ବରିଷ୍ଠ ଯାତ୍ରା ଅଭିନେତା ଭାବରେ ଏମିତି କେଉଁ ରାଇଟର ବା କେଉଁ ନାଟ୍ୟକାର ଅଛନ୍ତି ଯାହାଙ୍କ ଲେଖା ଶୈଳୀ ବା ନିର୍ଦ୍ଦେଶନା ଶୈଳୀ ଅକ୍ଷୟ ଭାଇଙ୍କୁ ଖୁବ୍ ଭଲ ଲାଗିଛି? ମୋତେ ମୋ ଲାଇଫରେ ପ୍ରଥମେ ନାଟକର ନିର୍ଦ୍ଦେଶନା ଏବଂ ଲେଖିବାର ଶୈଳୀ ଭଲ ଲାଗିଥିଲା ସ୍ୱର୍ଗତ ଇଞ୍ଜିନିୟର କିଶୋର ମହାପାତ୍ର ଏବଂ ତାଙ୍କ ସାଙ୍ଗରେ ନିର୍ଦ୍ଦେଶକ ଯିଏକି ବର୍ତ୍ତମାନ ଯାତ୍ରା ଜଗତର ପିତାମହ ଭୀଷ୍ମ କହିଲେ ଅତୃଷ୍ଟ ହେବନି, ସୀତାକାନ୍ତ ମହାନ୍ତି ସାର୍। ଏ ଦୁଇ ଜଣଙ୍କର ଏବଂ ଆଉ ଜଣେ ଚାଲି ଯାଇଛନ୍ତି ସ୍ୱର୍ଗତ ଅକ୍ଷୟ ମହାନ୍ତି କାଶ୍ୟପ। ତାପରେ ଏବେର ପିଢ଼ିରେ ବର୍ତ୍ତମାନ ଜଣେ ରାଇଟର ଯାହାର କିଛି କଲମର ଦମ ଅଛି, ସେ ଜଣେ ହେଉଛନ୍ତି ହର ବାରିକ ସାର୍। ସେ ହେଉଛନ୍ତି ଜଣେ ନୂଆ କ୍ରିଏଟର ଏବଂ ଡିରେକ୍ଟର ହିସାବରେ ବର୍ତ୍ତମାନ ସମସ୍ତେ ତ ଗୁରୁ ସମସ୍ତେ, କିନ୍ତୁ ଯୁଗ ଉପଯୋଗୀକୁ ନେଇକରି
हर सर इज द बेस्ट। भाउज भाइराल ए नाटक आखेड़ सालू भाइराल हेबार लगी ए नाटक को नहीं अक्षय भाई मत कौन ता मत मु किसी कहि परिबिनी कारण कोन सुनतु छुआटे जन्म हेइछि मात्र ए पर्यंत एंतुड़ी शालू बाहरी एंतुड़ी शालू बाहरला परे पिला बड़ हबो बड़ होला परे से कोन करिवो कोन कले आपण माने देखिबे देखि सला परे मतामत देबे जे प्रकृत रे भाइराल ना भाइरस। आगो को केते दिन यात्रा जगत काम करियो भाबुछन ता तो मु जानिनी सब से जगन्नाथ को इच्छा ओडिशा दर्शकंतर भल पाइबा घोड़ा दौड़ रे मु मोर मानसिकता अछि मो निश्वास चलवा पर्यंत मो घोड़ा दौड़ थिबा पई मोर भारी इच्छा सब बेले मु रेस रे दौड़िया पई इच्छा करे कारण मु मो लाइफ रे केवल दीटा जिनिस को प्राधान्य दिए गोटे होची निज कर्म जोटा भी मिलू ताकू ठीक भाव में करने पई चेष्टा करे आउ समय जहाँ को जो समय देइथिबी जहाँ को जो कथा देइथिबी जदि मोर निश्वास थिबो ताले मु निश्चित को पूर्ण करने चेष्टा करे ए दीटा ही मो जीवन रो प्रथम लक्ष्य जोथि पई मु आज टोली वाला रु यात्रा वाला ही पाछि। आपण सुनुथिले वरिष्ठ यात्रा अभिनेता अक्षय भाई कर्म और समय दुईट जिनस को तांको जीवन में गुरुत्व दे हुए तो ये दुईट जिनस से 36 वर्ष यात्रा जगत रे स्थायी भाव रही पारिछंती एवं यात्रा जगतर जदि आम कह नाट्यकार हर बारी को से निजर आदर्श बोली मानिछंती तांको लेखनी तांकर अभिज्ञता से आज पर्यंत तांको खूब सुंदर भाव में निजर मनपसंदर यात्रा नाट्यकार भाव वर्णना करिछंती। तेबे जने टली चालकरू जने यात्रा अभिनेता एवं से निजर कथा कहूतिले खूब सुंदर थिला किभଳି भाबरे सबु कथा को से गुरुत्वर सहित विचार करछंती निज मन रे सेमती कोनोसी प्रकार गर्व अहंकार किछि नै जते दिन पर्यंत तांको घोड़ा दौड़ुथिबो से सेते दिन पर्यंत यात्रा जगत रे निजर अभिनय जारी रखिथिबे। कटकरू मायाधर रथଙ୍କ रिपोर्ट डुमान टीवी।